Welcome to the honey balls. Wow! এইটা ସତରେ ବସ ଟିକେଟ କାଉଣ୍ଟର ଟୟ ଟ୍ରେନ ଗିଲି ବସି ପକଉଛି ରପୁରେ ଚାଲ ସମସ୍ତେ ବସିବା ଓ ବେଙ୍ଗଲ ଟାଇଗର ଚାଲି ଦେଖ ଏସେଟିକ ଲାଇନ ର ଠାଣି ଦେଖ ଧଳା ବାଘ ମାଂସ ଖାଉଛି ୱାଓ ମାମା ଦେଖ ହରିଣ କଇଁଛ ସାପ ବାଘ ଗାଧଉଛି କୁମ୍ଭୀର ଅଟର ନମସ୍କାର ବନ୍ଧୁଗଣ ଜୟ ଜଗନ୍ନାଥ ତ ଚାଲନ୍ତୁ ପୁଣି ଥରେ ଆଉ ଗୋଟେ ନୂଆ ଭିଡିଓକୁ ଆପଣଙ୍କୁ ସ୍ୱାଗତ ନନ୍ଦନକାନନ ତ ସାଙ୍ଗମାନେ ଆଜି ପୁଣି ଥରେ ଗୋଟେ ନୂଆ ଭିଡିଓକୁ ଆଣିଛି ଝିଅକୁ ବି ନେଇକି ଆସିଛି ଝିଅ ଆଜି ନନ୍ଦନକାନନ ବୁଲିବ ଆଉ ମାନେ ପ୍ରକୃତିର ଗର୍ଭରେ କେମିତି ପଶୁ ପକ୍ଷୀ ମାନେ ସୁନ୍ଦର ଭାବରେ ଜୀବନ ଯାପନ କରୁଛନ୍ତି ଡିଫରେଣ୍ଟ ପଶୁ ପକ୍ଷୀକୁ ବି ଚିହ୍ନିବ ତ ସେଇ ଉଦ୍ଦେଶ୍ୟରେ ଚାଲନ୍ତୁ ଆଜି ଝିଅକୁ ଆଉ ଆପଣମାନଙ୍କୁ ବୁଲେଇ ନେବି ଓଡିଶାର ଗର୍ବ ନନ୍ଦନକାନନକୁ ଆମେ ଆଜି ପହଞ୍ଚି ଯାଇଛୁ ମେନ୍ ଗେଟ୍ ପାଖରେ ତ ପାର୍କିଂ ଏରିଆର ପାର୍କିଂ କୁ ଆମେ ଯାଉଛୁ ଏବେର ପାର୍କିଂ ବ୍ୟବସ୍ଥା ବହୁତ ହିଁ ଭଲ ଅଛି ଆଗ ଭଳିଆ ଆଉ ଲୋକମାନେ ହଇରାଣ ହଉନାହାନ୍ତି ତ ଏଠି ବୋଥ ଆପଣ ଟୁ ହ୍ୱିଲର ଆଉ ଫୋର ହ୍ୱିଲର ର ବ୍ୟବସ୍ଥା ଅଛି ଦୁଇଟା ସାରା ପାର୍କ କରିପାରିବେ ଆଉ ଆରାମ ସେ ପାର୍କିଂ କରି ନିଶ୍ଚିନ୍ତରେ ଆପଣ ପୁରା ନନ୍ଦନକାନନର ମଜା ନେଇପାରିବେ ତ ଆମେ ଏଠି ପହଞ୍ଚି ଯାଇଛୁ ତାପରେ ପାର୍କିଂ ରେ ରଖି ସାରି ଗାଡି ଆମେ ଜଷ୍ଟ ଟିକେ ବାହାରକୁ ଗଲା ପରେ ଗୋଟେ ବଡ ପୋଖରୀଟେ ଅଛି ପୋଖରୀରେ ୱାଟର ଫାଉଣ୍ଟେସନ ଅଛି ଯାହାକି ଇଭିନିଂ ରେ ବହୁତ ସୁନ୍ଦର ଭିଉ ଦେଇଥାଏ ଫଟୋ ଉଠେଇବା ପାଇଁ କିମ୍ବା ନେଚରକୁ ଉପଭୋଗ କରିବା ପାଇଁ ତାପରେ ଆମେ ପହଞ୍ଚି ଯାଇଛୁ ନନ୍ଦନକାନନର ଟିକେଟ କାଉଣ୍ଟର ପାଖରେ ତ ମତେ ଟିକେ ଭୋକ ଲାଗିଥିଲା ମର୍ଣ୍ଣିଂ ରେ ଯେହେତୁ ମୁଁ ବ୍ରେକଫାଷ୍ଟ କରିନଥିଲି ତ ବ୍ରେକଫାଷ୍ଟ ପରେ ମାନେ ମୁଁ ଟିକେ ଦହିବରା ଖାଇସାରିଲା ପରେ ଟିକେଟ କାଟିବାକୁ ଗଲି ଟିକେଟ କାଉଣ୍ଟରରେ ଦେଖନ୍ତୁ ପୁରାପୁରି ଡିଟେଲ ସବୁ ଲେଖା ହେଇଛି କି କାହାକୁ କଣ ପ୍ରାଇସ୍ ଅଛି କଣ ସବୁ ଅଛି ଏଠି ତ ଛୋଟ ପିଲାଙ୍କ ପାଇଁ ପୁରାପୁରି ଫ୍ରି 3 ବର୍ଷରୁ ଯଦି ସାନ ପିଲା ହେଇଥିବ ତାହେଲେ ପୁରା ଫ୍ରି 3 ବର୍ଷରୁ ଏଭବ ହେଲେ 20 rupees ନେଉଛନ୍ତି ଆଉ ବଡ ମାନଙ୍କ ପାଇଁ 50 ଟଙ୍କା ଏଠି ରପୱେର ବି ମଧ୍ୟ ଟିକେଟ ଅଛି ପର ପର୍ସନ 135 ଆଉ 3 ବର୍ଷ ତଳ ପାଇଁ ଫ୍ରି ଅଛି ତ ଆମେ ଏଠି ସାରି ସାରିଲା ପରେ ଟିକେଟ ସବୁ କାଟି ସାରିଲା ପରେ ଚାଲିଗଲୁ ରାସ୍ତାରେ ଦେଖନ୍ତୁ ଏଠି ଗୋଟେ କ୍ଲକ୍ ରୁମ ଲେଖା ହେଇଛି କ୍ଲକ୍ ରୁମ ରେ ଆପଣ ଯଦି ବାହାରୁ ଆସିଛନ୍ତି ଲଗେଜ ଅଛି ସେଠି ରଖି ସାରିକି ଆପଣ ଯାଇପାରିବେ ଆଉ ଗୋଟେ କଥା ଆଜ୍ଞା ଏଠି ରୋଷେଇ ମାନେ ଘରୁ ରନ୍ଧା ଖାଦ୍ୟ କିମ୍ବା ପଲିଥିନ୍ କିମ୍ବା ଆପଣଙ୍କର ପ୍ଲାଷ୍ଟିକ ବୋଟଲ ସବୁ କିଛି ମନା ଯଦି ଆପଣ ନେଇକି ଯାଇଛନ୍ତି ତାହେଲେ 1000 ଟଙ୍କା ଫାଇନ ଦବାକୁ ରେଡି ଥାନ୍ତୁ ତାପରେ ସାଙ୍ଗମାନେ ଆମର ଚେକ୍ ଇନ୍ ହେଲା ପରେ ଆମେ ପୁରାପୁରି ଏଣ୍ଟ୍ରି କଲୁ ନନ୍ଦନକାନନ ଗେଟ୍ ଭିତରେ ମାନେ ମେନ୍ ନନ୍ଦନକାନନର ଦେଖିବା ପାଇଁ ଯୋଉଠୁ ଷ୍ଟାର୍ଟ ହଉଛି ତାର ପୁରା ଗେଟ୍ ଭିତରେ ଆମେ ଷ୍ଟାର୍ଟ କଲୁ ତ ସେଠି ଗେଲିକୁ ଗାଇଡ କରି ତାକୁ ନେଇ ପ୍ରଥମେ ଦେଖନ୍ତୁ ଫ୍ରେଣ୍ଡ ଆଗରୁ ଫାଷ୍ଟ ମୁଁ ଛୋଟବେଳେ ଆସିଥିଲି ଏଠି ଗୋଟେ ଛୋଟ ୱାଟର ଫାଉଣ୍ଟେନ ଥିଲା କିନ୍ତୁ ଏବେ ତାକୁ ନୂଆ ମଡିଫାଇଡ କରିକି ଗୋଟେ ହାତୀ କରିଦେଇଛନ୍ତି ଆଉ ଭଲ ବି ଲାଗୁଛି ଏଣ୍ଟ୍ରି ପଏଣ୍ଟ ରେ ସୁନ୍ଦର ଲାଗୁଛି କଣ ଆଉ ସବୁ ନୂଆ ମଡିଫାଇ ହେଇଛି ଭିତରେ ଯାଇକି ଦେଖିବା ଦେଖନ୍ତୁ ପୁରା ମାନଚିତ୍ରରେ ଦର୍ଶା ଯାଇଛି କେଉଁଠି କଣ ଅଛି ତ ତାକୁ ଦେଖି ଆପଣ ପୁରା ବୁଲି ପାରିବେ ଚିଲଡ୍ରେନ୍ସ ପାର୍କ ମଧ୍ୟ ଅଛି ଗେଲିର ସବୁଠୁ ଫେଭରେଟ ତାପରେ ଆମେ ଫାଷ୍ଟ ଯାଇଛୁ ବୁଲିବାକୁ ଦେଶୀ ଭାଲୁ ଦେଖିବାକୁ ଦେଖନ୍ତୁ ସାଙ୍ଗମାନେ ଦେଶୀ ଭାଲୁ ଦିନ ଦିପହରରେ କେତେ କାମରେ ବ୍ୟସ୍ତ ଅଛି ସେ ଦେଖ ଭାବନ୍ତୁ তুমি ভালো ধরিও ତ ଫ୍ରେଣ୍ଡସ୍ ପ୍ରଥମେ ଆମେ ଆସିଛୁ ଦେଶୀ ଭାଲୁ ଦେଖିବାକୁ ଗେଲି ଭାଲୁ ଦେଖିକି ଭାଲୁ ତ ଦେଖନ୍ତୁ ଦେଶୀ ଭାଲୁ ଏବେ ଖରାରେ କେମିତି ଟିକେ ବାହାରକୁ ବାହାରିଛି ଇଏ ତ ଥିଲା ଦେଶୀ ଭାଲୁ ଆଗକୁ ଦେଖିଲେ ଅଟର ମଧ୍ୟ ଗୋଟେ ବହୁତ ସୁନ୍ଦର ଜୀବ ଦେଖନ୍ତୁ ସେ ପାଣିରେ କେତେ ବଢିଆ ଯାଉଛି ଗରମରେ ଟିକେ ଡୁବକି ଲଗଉଛି ଇଏ ହଉଛି ଅଟର ମାମା ତାକୁ କଣ କୁହନ୍ତି ଅଟର ହେଲା ଦେଖନ୍ତୁ ନାଇଁ ଯିବାନି ଏଇଠି ଦେଖୁନ ଏଇଠି କେତେଟା ଅଛନ୍ତି 1 2 3 4 କେତେଟା ଅଛନ୍ତି ଚାଲ ହେଇଗଲା ଚାଲ ଦେଖ ମାମା ଅଟର କେମିତି ପହଁରି ଯାଉଥିଲା ଏଇରେ କଣ କହନ୍ତି ଅଟର ହେଲା କୁହନ୍ତୁ ଚିତା ବାଘଟି କେତେ ସୁନ୍ଦର ଭାବରେ ଗଛ କରଡରେ ଯାଇକି ଶୋଇଛି ଖରା ବେଳଟାରେ ସୁଲସୁଲିଆ ପବନ ବହୁଛି ଗଛ କରଡରେ ଶୋଇକି ଚିତାବାଘ ଦେଖିଲେ କେମିତି ଖରା ବେଳେ ଶାନ୍ତ ହେଇକି ଗଛ ଉପରେ ଶୋଇଛି ଗଛ କରଡରେ
ଗେଲି ଦେଖିକି କହୁଛି ମୁଁ ଆଉ ଟେପ ପାଣି ଖୋଲିବିନି। ଯାଇଥିଲୁ ଧଳା ବାଘ ଦେଖିବାକୁ, କିନ୍ତୁ ଧଳା ବାଘଟି ଖରା ଯୋଗୁ ରେଷ୍ଟ ନଉଥିଲେ। ଲାଙ୍ଗୁଡ ଟିକେ ଖାଲି ତାର ପ୍ରେଜେନ୍ସ କୁ ଶୋ କରୁଛି, କିନ୍ତୁ ଉଠୁ ନଥିଲା। ତ ସେଥିପାଇଁ ଆମେ ତାକୁ ପୁଣି ଭିଜିଟ କରିବୁ ବୋଲି ସିଡ୍ୟୁଲ ରେ ରଖିଲୁ। ତାପରେ କୁମ୍ଭୀରର ପ୍ରଜାତି କିଛି ଦେଖିଲୁ। ଗିଲି ସବୁ କିଛି କୁ ଦେଖିକି ବହୁତ ଖୁସି ହଉଛି। ଦେଖନ୍ତୁ ବାଘ ମାନେ ସବୁ ରେଷ୍ଟିଂ ଫେଜ ରେ ଅଛନ୍ତି ଏବେ। ତ ଫ୍ରେଣ୍ଡସ୍, ମାନେ ପଶୁ ପକ୍ଷୀ ହୁଅନ୍ତୁ କି ମଣିଷ ହୁଅନ୍ତୁ, ବେଶୀ ଖରା ହେଲେ ସମସ୍ତେ ଚାହାନ୍ତି ପ୍ରକୃତି କୋଳରେ ଟିକେ ରେଷ୍ଟ ନବା ପାଇଁ। ସବୁ ପଶୁ ପକ୍ଷୀଙ୍କୁ ଦେଖନ୍ତୁ ଗଛ ମୂଳରେ କେମିତି ଆରାମ ସେ ଶୋଇଛନ୍ତି। ଏସିଆଟିକ ଲାୟନ ତ ଇଏ ସବୁ ତ ଶୋଇଛନ୍ତି, ଏସିଆଟିକ ଲାୟନ ବି ଶୋଇଛନ୍ତି। ଆମର ଖରା ବେଳଟା ଯିବାର ଟିକେ ମହଙ୍ଗା ପଡିଲା, ସମସ୍ତେ ଯେହେତୁ ଶୋଇଛନ୍ତି। ତ ସେଥିପାଇଁ ଆମକୁ ଟିକେ ବୋରିଂ ଲାଗୁଛି। କିନ୍ତୁ ଇଏ ଦେଖନ୍ତୁ ବାଘ ଜଣକ କଙ୍ଗାରୁର ଗୋଟେ ପ୍ରଜାତି ଦେଖନ୍ତୁ। କଙ୍ଗାରୁର ପ୍ରଜାତି ଛୋଟ ପ୍ରଜାତି ଏଟା। ସିଏ ପୁରାପୁରି କଙ୍ଗାରୁ ଭଳିଆ ହିଁ, ତାର ବି ପାଉଚ ଅଛି, ବେବି ସେ ପାଉଚ ଭିତରେ ରହୁଛି। କିନ୍ତୁ ଏ କଙ୍ଗାରୁର ଗୋଟେ ଛୋଟ ପ୍ରଜାତି, ନଟ କି ପୁରା କଙ୍ଗାରୁ। ଇଏ ହଉଛି ନେଉଳ। ନେଉଳ ମାନେ ବି ବହୁତ ବଢିଆ ଥିଲେ, ସେଠି ସୁନ୍ଦର ଭାବରେ ଖେଳୁଛନ୍ତି। ଆଉ ହରିଣ ଛୁଆ ମାନେ, ହରିଣ ତ ବହୁତ ମାତ୍ରାରେ ଅଛନ୍ତି। ତାଙ୍କୁ ଘାସ ଦିଆଯାଉଛି, ପତ୍ର ଦିଆଯାଉଛି, ମେଣ୍ଟେନାନ୍ସ ହଉଛି। ଲୋକମାନେ ଭିତରେ ଯାଇକି ତାଙ୍କର ସବୁ କିଛି ଦେଖାଶୁଣା କରୁଛନ୍ତି। ଏଇଟା ଗୋଟେ ବିୟୁଟିଫୁଲ ଭ୍ୟୁ ଆସିଛି ଦେଖନ୍ତୁ। ବେଙ୍ଗଲ ଟାଇଗର ଆଉ ହ୍ୱାଇଟ ଟାଇଗର ଦି ଜଣ ସାରା ଏତେ ମାନେ ସୁନ୍ଦର ଭାବରେ ଚାଲିକି ଆସୁଛନ୍ତି, ପୁରା ଦର୍ଶକ ମାନଙ୍କୁ ଖୁସି କରିବା ପାଇଁ ହଉ କି ତାଙ୍କର ଡେଲି ରୁଟିନ ହଉ, ଆଇ ଡୋଣ୍ଟ ନୋ, ବଟ ବହୁତ ସୁନ୍ଦର ଭ୍ୟୁ ଆସିଛି କ୍ୟାମେରାରୁ ଉପରୁ। ସାଙ୍ଗରେ ଯାଉଛନ୍ତି ଚାଲିକି, ପୁଣି ସାଙ୍ଗରେ କଥା ହେଇକି ଆସିଲା ଭଳିଆ ଆସିଛନ୍ତି। ଆଉ ଏଇଟା ବହୁତ ହିଁ ଭଲ ସୁନ୍ଦର ଲାଗୁଛି। ଦେଖନ୍ତୁ ଏବେ ପୁରା ସାଙ୍ଗରେ ପୁରା ତାଳେ ତାଳେ ଆସୁଛନ୍ତି। ଦେଖନ୍ତି ନା ହ୍ୱାଇଟ ଟାଇଗର ର ରାଜକୀୟ ଚାଲି। ଆମ ବେଙ୍ଗଲ ଟାଇଗର ତ ସବୁବେଳେ ଦେଖା ଆସି। ତ ଦି ଜଣ ସାରଙ୍କୁ ବହୁତ ପାଖରେ ଦେଖିକି ଗେଲି ବି ବହୁତ ଖୁସି, ଆଉ ଆମେ ମାନେ ବି ତ ଖୁସି। କିନ୍ତୁ ବହୁତ ଡର ବି ଲାଗୁଥାଏ ପାଖରେ ସମସ୍ତଙ୍କୁ ଦେଖିକି। ଏମିତି ଗୋଟେ ଗୋଟେ ଇନସିଡେଣ୍ଟ ଦେଖିକି ଲାଗୁଥାଏ, ୱାଓ ଏଟା ଏତେ ପାଖରେ ଦେଖିଛି। ତ ଫ୍ରେଣ୍ଡସ୍, ଇଏ ଥିଲା ଟାଇଗର ର ଏକ୍ସପିରିଏନ୍ସ, ଆଉ ବହୁତ ହିଁ ସୁନ୍ଦର ଲାଗୁଥିଲା। ଏମାନଙ୍କର ରହଣି ସହଣୀ ଆଉ ଖାଇବା ପିଇବା ପାଇଁ ଲୋକମାନେ ଭିତରକୁ ଯାଆନ୍ତି, ତାଙ୍କୁ ସବୁ କିଛି ଯୋଗେଇ ଦଉଛନ୍ତି। ତ ଏଠି ବାଘ କେମିତି ପାଣି ପିଉଛି ଦେଖନ୍ତୁ। ଗେଲି ଦେଖୁଛି ବାଘ ପାଣି ପିଉଛି। ତାପରେ ବାଘର ସବୁ ବୋଧେ ଡିଫରେଣ୍ଟ ଷ୍ଟାଇଲ ଅଫ ମାନେ ଦେଖିଲି ମୁଁ ଟାଇଗର। 8 ପ୍ରକାର 9 ପ୍ରକାର। ଆଉ କିନ୍ତୁ ସବୁଠୁ ରୟାଲ ହଉଛି ହ୍ୱାଇଟ ଟାଇଗର। ତାପରେ ଆମର ବେଙ୍ଗଲ ଟାଇଗର, କେତେ ସୁନ୍ଦର ସେ ଯିବ ପୁରା। ଯାହା ହଉ ଏବେ ଟିକେ ସନ୍ଧ୍ୟା ହେଲା ବୋଲି ଆମେ ପୁଣି ଥରେ ସେମାନଙ୍କୁ ଦେଖିବାକୁ ପାଇଲୁ, ନହେଲେ ସମସ୍ତେ ଶୋଇଥିଲେ, ରେଷ୍ଟିଂ ଫେଜ ରେ ଥିଲେ। ସବୁ ବୁଲା ବୁଲି ସାରି ଆମେ ପୁଣି ଥରେ ସବୁ ମାନେ ଯେତିକି ସବୁ ଶାଢୀ ହେଇଥିଲୁ ମାନେ ଟାଇଗର ସଫାରି, ପୁଣି ଥରେ ଆସିକି ଏଟା ସିଂହ ମାନେ ବି ରେଷ୍ଟିଂ ଫେଜ ରେ ଅଛନ୍ତି। ଦେଖୁଛନ୍ତି ସିଂହର ଠାଣି, ଏସିଆଟିକ ସିଂହର ଠାଣି ଦେଖନ୍ତୁ। ସେ ପୁରା ଶୋଇଛି, ସମସ୍ତଙ୍କୁ ଦେଖୁଛି। କିଏ କିଏ ଦର୍ଶକ ମତେ ଦେଖି ଆସିଛନ୍ତି। ଆଉ ଗୋଟେ ସୁନ୍ଦର ଦୃଶ୍ୟ ଦେଖନ୍ତୁ, ହ୍ୱାଇଟ ଟାଇଗର କେମିତି ତାକୁ ଏବେ ମାଂସ ଖାଇବାକୁ ଦିଆଯାଇଛି। ସେ ପୁରା ଖାଇବାରେ ବ୍ୟସ୍ତ, ଯିଏ ଯାହା କରୁଛ କର ମୁଁ ଆଗେ ଖାଇସାରେ। ଓହୋ ଏଠି ଦେଖନ୍ତୁ ବୁଲିଲୁ, ତାପରେ ପୁଣି ମେପରେ ଆମେ ଗଲୁ କଣ ଦେଖିବୁ, ଏଲିଫେଣ୍ଟ ପାଖକୁ ଏବେ ଗଲୁ। ଏଲିଫେଣ୍ଟ ରେ ମାତ୍ର 2ଟା ଏଲିଫେଣ୍ଟ ଅଛନ୍ତି ଯେତିକି ଆମେ ଦେଖିଲୁ। ଏଇଠି ଦେଖନ୍ତୁ ହାତୀ, ମାତ୍ର 2ଟା ହାତୀ ଅଛି। ତାଙ୍କୁ ବାନ୍ଧିକି ରଖା ହେଇଛି, ସେଇଟା ସବୁଠୁ ଦୁଃଖ ଲାଗୁଛି ଯେ କାହିଁକି ତାଙ୍କୁ ବାନ୍ଧା ହେଇଛି। ଯେହେତୁ ଦର୍ଶକ ମାନେ ଆସୁଛନ୍ତି, ସେମାନେ ବି ବିରକ୍ତି ହେଇଗଲେଣି ବୋଧେ। ଏବେ ଆମେ ଚାଲି ଯାଇଥିଲୁ ଜିରଫ ଦେଖିବାକୁ। ଗେଲି ଜିରଫ ଦେଖିକି ପୁରା ସାଙ୍ଗେ ସାଙ୍ଗେ ଚିହ୍ନି ଯାଉଛି, ଏଇଟା ଜିରଫ ମାମା। ଦେଖନ୍ତୁ ଇଏ ହଉଛି ଜିରଫ। କେତେ ସୁନ୍ଦର, ମାନେ ସବୁଠୁ ଲଙ୍ଗେଷ୍ଟ
ପଶୁ କହିବାକୁ ଗଲେ ତ କେତେ ବଢିଆ ସେ ନିଜର ଖାଦ୍ୟ ସମୟରେ ଗୋଟେ ପଶୁକୁ ଯାହା ପୁରା ଠିଆ ଭାବରେ ଦେଖିବାକୁ ପାଉଛି ସେ ଜିରାଫ ଘାସ ଖାଇବାକୁ ମାନେ ପତ୍ର ଖାଇବାକୁ କେମିତି ତାଙ୍କୁ ବେକ ପାଇଯାଉଛି ଏତେ ଲମ୍ବା ଯେ ସେ ଗଛର ଏତେ ଉଚ୍ଚାରେ ପତ୍ର ଅଛି ତଥାପି ସେ ଖାଇ ପାରୁଛି। ତାପରେ ଆମେ ଚାଲି ଯାଇଥିଲୁ ସଫାରି ବସ୍ ଟିକେଟ କାଉଣ୍ଟର ମାନେ ପୁରା ସେମାନେ କେମିତି ତାଙ୍କ ବାସସ୍ଥଳୀରେ ଫ୍ରିରେ ରହୁଛନ୍ତି ସେଇଟା ଦେଖିବା ପାଇଁ ଆମେ ବସ୍ ଟିକେଟ କରିକି ଯାଇଥିଲୁ। ଆଉ ଏଇଟା ହିଁ ବହୁତ ଖୁବସୁରତ ଏକ୍ସପିରିଏନ୍ସ ଥିଲା। ଆମେ 3 ଜଣ ସାରା ବସିଲୁ। ଦେଖନ୍ତୁ ଏଠି ଖାଲିରେ ଦେଖିଲୁ ଯେ ବାଘ ଗୋଟେ ପୁରା ଶୋଇଛି ପାଣି ଭିତରେ। ଏ ଫ୍ରିରେ ଦେଖିବାର ମଜା କିଛି ଅଲଗା ଆଉ ତାକୁ ବନ୍ଦୀ କରିକି ରଖିଥିଲେ ତାଙ୍କୁ ଦେଖିବା ମଜା କିଛି ଅଲଗା। ଏଠି ଦେଖନ୍ତୁ ଦିଟା ଲାୟନ କେମିତି ତାଙ୍କର ଶୋଇଛନ୍ତି ସାଙ୍ଗ ହେଇକି। ୟାର ମଜା ବି ବହୁତ ହିଁ ସୁନ୍ଦର। କେବେ କେବେ ତ ଲାଇନ ପୁରା ସାମ୍ନାକୁ ପଳେଇ ଆସେ ସାଫାରି ବସ୍ ଆଗକୁ। କିନ୍ତୁ ଯାହା ହଉ ସେଦିନ ସେମାନେ ଟିକେ ଶାନ୍ତ ଥିଲେ। ତାପରେ ଆମେ ହରିଣ କେତେ ସାରା ହରିଣ ବହୁତ ହରିଣ ରଖା ହେଇଛି। ତାଙ୍କୁ ଖାଦ୍ୟ ଦିଆଯାଉଛି ତାଙ୍କୁ ପାଣି ଯୋଗାଇ ଦିଆଯାଉଛି। ଯାହା ହଉ ରେକମେଣ୍ଡ ମାନେ କଣ କରିବି କି ସେଠିକାର ଯୋଉ ଅଛନ୍ତି ଲୋକ ବୁଝାବୁଝି କରିବାକୁ ଏସବୁ ପାଇଁ ସେମାନେ ପଶୁପକ୍ଷୀଙ୍କର ଯତ୍ନ ଟିକେ ନଉଛନ୍ତି। କିନ୍ତୁ ମତେ ଲାଗିଲା କି ଜଙ୍ଗଲରେ ଏବେ ଟିକେ ମାନେ ଗଛଲତା କମି ଯାଇଛି ଆଗ ଅପେକ୍ଷା। ଯୋଉଟା କି ରହିବା ଦରକାର ଗରମରେ ପଶୁ ପକ୍ଷୀ ମାନେ ହଇରାଣ ହେବେ। ତାପରେ ସଫାରି ବସ ରୁ ଆମେ ବୁଲି ଆସି ଡିଫରେଣ୍ଟ ଜୀବଜନ୍ତୁକୁ ଫ୍ରିରେ ଦେଖି ସାରି ଆମେ ଆସିଲୁ ଉଭୟଚର ପ୍ରାଣୀକୁ ଟିକେ ଦେଖିବା ପାଇଁ। ତ ଏଠି ସାପ ଦେଖିଲୁ ଅଜଗର ଏଣ୍ଡୁଅ ସାପ ଡିଫରେଣ୍ଟ ଟାଇପ ର ସବୁ କିଛି ପଶୁ ପକ୍ଷୀ ମାନେ ଦେଖି ସାରିଲା ପରେ ଆମେ କୁମ୍ଭୀରର ବି ବହୁତ ପ୍ରଜାତି ଦେଖିଲୁ। ବହୁତ ପ୍ରକାର କୁମ୍ଭୀର ଅଛନ୍ତି। ସାପ ବି ଅଜଗର ମାନେ କବ୍ରା ଏ ସବୁ ସାପ ବି ଅଛନ୍ତି। ଏଇଟା ଗଦିକା। ଗଦିକାର ବି ଡିଫରେଣ୍ଟ ଭେରାଇଟିଜ ବି ଅଛନ୍ତି। କଇଁଚ ବି 3-4 ପ୍ରକାର କଇଁଚ ଅଛନ୍ତି। ଗେଲି ତ ଗୋଟେ ପରେ ଗୋଟେ କୁମ୍ଭୀର ଦେଖି କହୁଛି ମାମା ଇଏ ପାଟି ଖୋଲିଛି ଇଏ ପାଟି ବନ୍ଦ କରିଛି। ପାଟି ଖୋଲିଛି କିଏ କିଏ ପାଟି ଖୋଲିକି ଶୋଇଛନ୍ତି ଖରାରେ ଆଉ କିଏ କିଏ ଏମିତି ଶୋଇଛନ୍ତି। ତ ଗେଲିକୁ ପୁରା ପୁରି ବୁଲେଇବା ଟା ବି ବହୁତ କଷ୍ଟକର। ତାପରେ ଏଇ ପ୍ରଜାତିଙ୍କୁ ତ କିଛି ଦରକାର ନାହିଁ ବନ୍ଦୀ ସେ ସବୁବେଳେ ଫ୍ରିରେ ଚାରିଆଡେ ବୁଲୁଛନ୍ତି। ତାପରେ ଆମେ ଟିକେ ପଳେଇଥିଲୁ ଟୟ ଟ୍ରେନ ଆଡକୁ। ଗେଲିର ଟିକେ ଇଚ୍ଛା ଥିଲା ଟୟ ଟ୍ରେନ ରେ ବସିବାକୁ। କିନ୍ତୁ ଟାଇମ ର ସର୍ଟେଜ ଥିବାରୁ ଆମେ ଖାଲି ତାଙ୍କୁ ଏମିତି ଟୟ ଟ୍ରେନ ଦେଖେଇକି ଆଣିଲୁ ଭିତରକୁ ଯାଇ ପାରିଲୁନି କାହିଁକି ନା ସନ୍ଧ୍ୟା ହେଇ ଆସୁଥିଲା। ତ ସେଇଟା ଆମେ ଖାଲି ଏମିତି ଦେଖିକି ପଳେଇ ଆସିଲୁ। ଆଉ ରପୱେରେ ତାପରେ ଆମେ ଟିକେ ବୁଲିବାକୁ ବାହାରିଲୁ। ଟୟ ଟ୍ରେନରେ ବି ଆପଣ ଯିବେ ବହୁତ ହିଁ ଭଲ ଅଛି। ପିଲାମାନଙ୍କୁ ପୁରା ବସେଇକି ପୁରା ନନ୍ଦନକାନନ ଟ୍ରାଭେଲ କରିକି ଦେଖଉଛି ବହୁତ ହିଁ ମଜା ଆସିବ ସେଥିରେ। କିନ୍ତୁ ସମୟର ସର୍ଟେଜ ହେତୁ ଆମେ ଗେଲି ଏଠି ପୁଣି ଗୟଳ ଦେଖିକି ବହୁତ ଖୁସି ହେଇଯାଉଥିଲା। ମାମା ଗୟଳ କାହିଁ ଗୟଳ କୋଉଠି ଅଛି? ତାପରେ ଆମେ ଚାଲିଥିଲୁ ରପୱେ ପାଖକୁ। ଏବେ ଆମେ ସାଙ୍ଗ ହେଇ ଚାଲିଲୁ ସମସ୍ତେ ରପୱେରେ ଏଞ୍ଜୟ କରିବାକୁ। ଯେହେତୁ ଆଗରୁ ଟିକେଟ କାଟି ଦେଇଛୁ ତ ଏବେ ଖାଲି ଏଞ୍ଜୟ କରିବାର ଅଛି। ତ ପୁରା ପୁରି ଦେଖନ୍ତୁ ପୁରା ଫ୍ୟାମିଲି ସହିତ ଆମେ ରପୱେରେ ବସିଲୁ। ପୁରା ଖୁସି ମନରେ। ମଝିରେ ଟିକେ ସମୟ ସେ ରଖି ଦଉଛି ତ ସେଠି ଟିକେ ଡର ଲାଗୁଛି କାହିଁକି ରଖିଦେଲା। ଗେଲିକୁ ଦେଖନ୍ତୁ ପୁରା ଚଢିକି ଠିଆ ହେଇକି ସେ ରପୱେର ମଜା ନଉଛି। କିନ୍ତୁ ଯଦି ପିଲାମାନଙ୍କୁ ସାଙ୍ଗରେ ନେଇକି ଯାଉଛନ୍ତି ରପୱେରେ ଟିକେ ସାବଧାନ ଥିବେ କାହିଁକି ନା କେତେବେଳେ ସେମାନେ ଡୋର ଖୋଲି ଦଉଛନ୍ତି କଣ କରୁଛନ୍ତି ତ ସେଇଟା ଲାଗି ସାବଧାନ ରହିବେ। ଡରରେ ହଉ ମୁଁ ରପୱେ କମ୍ପ୍ଲିଟ କରିଦେଇଛି। ତ ଫ୍ରେଣ୍ଡସ୍ ଆପଣ ମାନେ ଦେଖି ସାରିଲେଣି ଆମେ ପୁରା ନନ୍ଦନକାନନ ଆପଣଙ୍କ ସହିତ ବୁଲିଲୁ। ବହୁତ ହି ମଜା ଲାଗିଲା। ଆଉ ଛୋଟ ପିଲା ସହିତ ଅବଶ୍ୟ ଟିକେ ଟାୟାର୍ଡ ଫିଲ୍ ହଉଛି। କିନ୍ତୁ ସତ କଥା କହିବାକୁ ଗଲେ ଗୋଟେ କଥା କହିବି ପ୍ରକୃତିକୁ ଆପଣ ଭଲ ପାଆନ୍ତୁ ପ୍ରକୃତି ନିଶ୍ଚୟ ଆପଣଙ୍କୁ ଭଲ ପାଇବ। ଯଦି ଆପଣ ମାନଙ୍କୁ ମୋ ଭିଡିଓ ଭଲ ଲାଗୁଥିବ ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବାକୁ ନିଶ୍ଚୟ ମନେ କରିବେ। ଏଇଠି ରଖୁଛି ଆଉ ଥରେ ଦେଖାହବ ପୁଣି ଥରେ ଗୋଟେ ନୂଆ ଭିଡିଓରେ। ହଁ ଭିଡିଓ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ।